चलित वर्ष देइथिले मैट्रिक परीक्षा आउ रेजल्ट बाहरिबा परे कॉलेज रे पाठ पढ़िबा को आशा रखिथिबा जणे छात्रंकर अकाल रे जाइछि जीवन। एक अजणा गाड़ी स्कूटी को धक्का देबा फଳରେ घटिथिला भयंकर दुर्घटना, ଯେଉଁଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଶଶାଙ୍ଗ ନିକଟରେ। ମିଳିଥିବା ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅଧୀନ ରଜିଆ ଗ୍ରାମର ଶୋଭମ ଗିରି, ଦୀପକ ମହାକୁଡ଼ ଓ ଆନିସ ମହାକୁଡ଼ ତିନି ଜଣ ସାଙ୍ଗ ହୋଇ ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ ମୟୂରଭଞ୍ଜର କେଶରୀ ଗାଁକୁ ଯାଉଥିଲେ। ତେବେ ଶଶାଙ୍ଗ ନିକଟରେ କୌଣସି ଅଜଣା ଗାଡ଼ି ସେମାନଙ୍କ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଶୋଭମ ଗିରିଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ। ତେଣୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ବି ଆନିସଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ପୁଣି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାଯୋଗ୍ୟ ଯେ ମୃତକ ଶୋଭମ ଗିରି ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେଇଥିଲେ, ହେଲେ ରେଜଲ୍ଟ ଆସିବା ପୂର୍ବରୁ ଅକାଳରେ ଚାଲି ଯାଇଛି ତାଙ୍କର ଜୀବନ। କଲେଜରେ ପଢ଼ିବାର ଆଶାରେ ହିଁ ରହିଗଲା। ତେଣୁ ତାଙ୍କ ପରିବାର ଲୋକମାନେ ଅତି ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। केन्दुझर जिला चंपुआरू दीपक कुमार नायकों रिपोर्ट, कोणार्क लाइव।